ବିପଦରେ ଭାରତ ଦୁଇଟି ବିଜୟ ପର୍ଯ୍ୟାପ୍ତ ହୋଇନପାରେ। ଆଉ ସଞ୍ଜୁ ସାମସନ୍ ଟିମ୍ରେ ସାମିଲ ହେବେ କି? ଜି ହଁ ଦର୍ଶକ ବନ୍ଧୁ, ଲିଗ୍ ପର୍ଯ୍ୟାୟରେ ଅପରାଜୟ ରହି ସୁପର 8କୁ ଯାଇଥିଲା ଭାରତ। ଏବେ କିନ୍ତୁ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବାର ଦ୍ୱାରଦେଶରେ ପହଞ୍ଚି ଯାଇଛି। ସୁପର 8ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ 67 ରନ୍ର ବଡ଼ ବ୍ୟବଧାନରେ ହାରିବା ପରେ ଏବେ ଭାରତୀୟ ଦଳ ପାଇଁ ତା ବିଶ୍ୱକପ୍ ଅଭିଯାନର ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଏପରିକି ପରବର୍ତ୍ତୀ ଦୁଇଟି ମ୍ୟାଚ୍କୁ ଜିତିଲେ ମଧ୍ୟ ଅତ୍ୟନ୍ତ ଖରାପ ରନ୍ ରେଟ୍ ଯିଏକି -3.8 ପାଇଁ ସୂର୍ଯ୍ୟଙ୍କ ସେନା ସେମିଫାଇନାଲକୁ ଯାଇନପାରେ। ବିଶେଷଜ୍ଞ ଏବଂ ପରିସଂଖ୍ୟାନ ବ୍ୟତୀତ ମତରେ ଭାରତ ସେମିଫାଇନାଲକୁ ଯିବାର ଏବେ ମାତ୍ର 30% ସମ୍ଭାବନା ରହିଛି। ସଂଖ୍ୟା ଖେଳ ଅନୁସାରେ ଭାରତ ତାର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିଲେ 4 ପଏଣ୍ଟ ରହିବ। ଦକ୍ଷିଣ ଆଫ୍ରିକା ତାର 3ଟି ସୁପର 8 ମୁକାବିଲାର କୌଣସି ଗୋଟିଏ ହାରିଲେ ସେ ବି 4 ପଏଣ୍ଟ ପାଇବ। ଆଉ ଅଷ୍ଟ୍ରେଲିଆକୁ ଯିବା ମଧ୍ୟରେ 4 ପଏଣ୍ଟ ଅର୍ଜନ କରିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ନେଟ୍ ରନ୍ ରେଟ୍ରେ ଢେର ପଛୁଆ ଥିବାରୁ